ରାସ୍ତାରେ ପଡ଼ିଥିବା ଟଙ୍କା ଉଠାଇବା କ'ଣ ଅଟେ ଏହାର ରହସ୍ୟ? ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ୱାଗତ କରାଯାଉଛି। ରାସ୍ତାରେ ଚାଲୁଥିବା ସମୟରେ ବେଳେବେଳେ ଆମେ ନୋଟ୍ ବା ମୁଦ୍ରା ପଡ଼ିଥିବାର ଦେଖିଥାଉ। ଏଭଳି ପ୍ରକାରର ମୁଦ୍ରା ମିଳିବା ଦ୍ୱାରା ଅଧିକାଂଶ ଲୋକେ ଖୁସି ହୋଇ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ବୋଲି ମାନିଥାନ୍ତି। କିନ୍ତୁ ରାସ୍ତାରେ ଟଙ୍କା ମିଳିବା କୌଣସି ସାଧାରଣ କଥା ନୁହେଁ। ଏଭଳି ପ୍ରକାରର ଟଙ୍କା ମିଳିବା ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣାଗୁଡ଼ିକର ସଂକେତ ଦେଇଥାଏ। ବେଳେବେଳେ ଆମେ ଚିନ୍ତାରେ ପଡ଼ିଯାଇଥାଉ କି ରାସ୍ତାରେ ପଡ଼ିଥିବା ଟଙ୍କାକୁ କ'ଣ କରିବା ଆବଶ୍ୟକ। ଆଜି ଆମେ ଆପଣଙ୍କୁ ରାସ୍ତାରେ ପଡ଼ିଥିବା ଟଙ୍କାକୁ ଉଠାଇଲେ ଶୁଭ ହୋଇଥାଏ ନା ଅଶୁଭ ହୋଇଥାଏ ସେ ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ। ଯଦି ରାସ୍ତାରେ ଆପଣଙ୍କୁ ମୁଦ୍ରା ମିଳୁଛି ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ସଂକେତ ଅଟେ, ଅର୍ଥାତ୍ ବ୍ୟକ୍ତିର ଶକ୍ତି ସହିତ ତୁଳନା କରାଯାଇଥାଏ। ଆଜିକାଲି ଯାହା ପାଖରେ ଅଧିକ ଧନ ସମ୍ପତ୍ତି ରହିଛି ସେ ହିଁ ଶକ୍ତିଶାଳୀ ହୋଇଥାନ୍ତି। ଯଦି ଆପଣ କୌଣସି କାର୍ଯ୍ୟରେ ବାହାର ସ୍ଥାନକୁ ଯାଉଛନ୍ତି ଏବଂ ରାସ୍ତାରେ ଆପଣଙ୍କୁ ମୁଦ୍ରା ମିଳୁଛି ତାହେଲେ ବୁଝିଯାଆନ୍ତୁ କି ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହେବ। ଏହା ସହିତ ଆପଣଙ୍କୁ କୌଣସି ଶୁଭ ସୂଚନା ମିଳିପାରେ। ଯଦି ଆପଣଙ୍କୁ ରାସ୍ତାରେ ଯାଉଥିବା ସମୟରେ ମୁଦ୍ରା ମିଳୁଛି ତାହେଲେ ଆପଣ ଏହାକୁ ଘରକୁ ଆଣି ପ୍ରଥମେ ପୂଜାର୍ଚ୍ଚନା କରନ୍ତୁ। ତାପରେ ଏହାକୁ ନିଜ ଧନ ଭଣ୍ଡାର ଘରେ ରଖିଦିଅନ୍ତୁ। ଏଭଳି କରିବା ଦ୍ୱାରା ଆପଣଙ୍କୁ କେବେ ବି ଆର୍ଥିକ ଅଭାବ ରହିବ ନାହିଁ। ଯଦି ଆପଣଙ୍କୁ ରାସ୍ତାରେ ନୋଟ୍ ମିଳୁଛି ତାହେଲେ ଏହାକୁ ନିଜ ପାଖରେ ରଖନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଏହାକୁ କେବେ ବି ଘରକୁ ଆଣିବେ ନାହିଁ, ନଚେତ୍ ଆପଣଙ୍କୁ ଘୋର ବିପଦର ସାମ୍ନା କରିବାକୁ ପଡ଼ିବ।